हेलो एवरीवन। ओडिशा सिविल सर्विस एग्जाम 2023 रो फाइनल मेरिट लिस्ट आसी जाइछि। तो देखंतु टोटल 399 पोस्ट वैकेंसी थिला, सेतिरु 398 पिलांको पोस्टिंग दिया जाइछि। ओके, आ गोटे जे कहिथिले हाईकोर्ट केस पई रिजर्व अछि। तो देखंतु एठी टॉपर के हे जाइछंती ना प्रियांशु पाल। तापर एठी पूरा रिजल्ट आपण माने निजरो चेक करि परिबे। टोटल एठी हमरो 398 जण पिलांको सिलेक्ट करा ହେଇछि एवं जो माने सिलेक्ट ହେଇଛନ୍ତି ସେମାନଙ୍କୁ କଂଗ୍ରାଚୁଲେସନ୍ ଫର୍ ଦେୟାର ସିଲେକ୍ସନ୍। ଏଣ୍ଡ ଯେଉଁମାନେ ଆମର ରହିଗଲେ ବାକି ପିଲା ଯେଉଁମାନେ ସିଲେକ୍ସନ୍ ହେଇନାହାନ୍ତି ସେମାନେ ଜମା ବି ଟେନସନ୍ ନିଅନ୍ତୁନି। ଆପଣଙ୍କ ହାତରେ ଏବେ ବି ଆହୁରି ପାଖାପାଖି 15 ଦିନ ଟାଇମ୍ ଅଛି ନିଜର ପ୍ରିଲିମ୍ସ ଆଉ ଥରେ ଦେବା ପାଇଁ। ତ ଲାଗି ପଡ଼ନ୍ତୁ, ନିଜ ପ୍ରିଲିମ୍ସ ଏକ୍ଜାମ୍ ପାଇଁ ଆଉ ଥରେ ଭଲସେ ଲାଗି ପଡ଼ନ୍ତୁ। ସବୁକିଛିକୁ ଆରାମସେ ରିଭିଜନ୍ କରନ୍ତୁ, କାରଣ 15 ଦିନରେ ଚାହିଁଲେ ଆପଣମାନେ ସବୁକିଛି ଆରାମସେ ରିଭିଜନ୍ କରିପାରିବେ ଏବଂ ଏକ୍ଜାମ୍ରେ ଯାଇକି ଭଲ ଭାବରେ ପ୍ରିଲିମ୍ କ୍ଲିୟର କରି ଆଉ ଥରେ ପୁଣି ଏକ୍ଜାମ୍ ସାଇକେଲରେ ପଶିପାରିବେ। ତ ଟୋଟାଲ୍ ଡିମୋଟିଭେଟ୍ ହେବାର ନାହିଁ। ଯଦି ଡିମୋଟିଭେଟ୍ ଯେଉଁମାନେ ହେବାକୁ ଚାହୁଁଛନ୍ତି ହୁଅନ୍ତୁ, ପୁଣି ଏ ପ୍ରିଲିମ୍ସ ବି ହାତରୁ ଚାଲିଯିବ, ଆଉ ବର୍ଷେ ଚାଲିଯିବ, ପୁଣି ନେକ୍ସଟ ପ୍ରିଲିମ୍ସ ଯାଇ ଅପେକ୍ଷା କରିବେ। ତ ସେଥିପାଇଁ ଆପଣ ଟିକେ ପୋଷ୍ଟପୋନ୍ କରିଦିଅନ୍ତୁ ଆପଣଙ୍କ ମନ ଦୁଃଖଟାକୁ। ରଖିଦିଅନ୍ତୁ ଯେ 12 ତାରିଖ ପ୍ରିଲିମ୍ସ ଅଛି, ମୁଁ 13 ତାରିଖ ଦିନ ମନ ଦୁଃଖ କରିବି କିମ୍ବା ପ୍ରିଲିମ୍ସର ଏକ୍ଜାମ୍ ଦେଇ ସାରିକି ଆସି ମନ ଦୁଃଖ କରିବି। ଏବେ ତ ମୋତେ ପଢ଼ିବାର ଅଛି, କାରଣ ଏବେ ଯଦି ନ ପଢ଼ିବି ତାହେଲେ ଗୋଟେ ବର୍ଷ ମୋ ହାତରୁ ପୁଣି ଚାଲିଯିବ। ଦେଖନ୍ତୁ, ଆମର ଇଣ୍ଟରଭ୍ୟୁ ପାଇଁ ପାଖାପାଖି 800-796 ଲୋକଙ୍କୁ ଡକା ହେଇଥିଲା ବା ପିଲାମାନଙ୍କୁ ଡକା ହେଇଥିଲା। ତ ସେ 796 ପିଲାଙ୍କୁ ଡକା ହେଇଥିଲା, ସେମାନେ ତ ଏମିତି ନୁହେଁ ଯେଉଁମାନେ କଟି ଯାଇଛନ୍ତି ଇଣ୍ଟରଭ୍ୟୁରେ ସେମାନେ ତ ପାଠ ଜାଣିନାହାନ୍ତି, ସେମାନେ ତ ଠିକ୍ ପାଠ ବି ପଢ଼ିଛନ୍ତି। ବୁଝିପାରିଲେ? ଖାଲି କମ୍ପିଟିସନ୍ରେ ଟିକେ ପଛେଇ ଗଲେ, ବାକି ପାଠ ତ ସେମାନେ ଜାଣିଛନ୍ତି, ଆପଣମାନେ ବି ଜାଣିଛନ୍ତି। କିମ୍ବା ଯେଉଁମାନେ ମେନ୍ରେ କଟିଛନ୍ତି ସେମାନେ ତାଙ୍କର ଯେମିତି ପଢ଼ିବା କଥା ପଢ଼ୁଛନ୍ତି। ତ ଆପଣମାନେ କ'ଣ ପାଇଁ ପଢ଼ିବେନି? ଏଇ 15 ଦିନକୁ ଜୁଡ଼ିସିୟସଲି ଟାଇମ୍ ମ୍ୟାନେଜମେଣ୍ଟ କରନ୍ତୁ। ପୂଜାରେ କିଛି ବୁଲିବାର ନାହିଁ, କେବଳ ରିଭାଇଜନକୁ ଫୋକସ୍ କରିକି ପାଠ ପଢ଼ନ୍ତୁ। ଓକେ, ଦେଖିବେ ସିଲେକ୍ସନ୍ ନିହାତି ହେବ ଆଉ ଏଇ ଏକ୍ଜାମ୍ ସାଇକେଲରେ ଆପଣ ନିହାତି ସିଲେକ୍ଟ ହେଇଯିବେ।